जय जगन्नाथ भाई मैंने नमस्कार। आज राति बहुत हो गलानी तो बर्तमान पहुँची गली आसिकी देखिपे से आमर रास्त बर्तमान 11टा राति हो गलानी। ये गोटे टांकी आ टांकी आमर गैस गाड़ी सब रहती बर्तमान 11टा पर खाଇବା खाଇବା ପିଇବା ଅଛି। ବର୍ତ୍ତମାନ ପର୍ଯ୍ୟନ୍ତ ଖିଆପିଆ ହେଇନାହିଁ। ଖିଆପିଆ ହେଲେ ଦେଖିପାରୁଥିବେ ପଲିଥିନରେ ଅଛି ଦେଖେଇ ଦେଉଛି। ତ ଭାଇମାନେ ମୁଁ ଭିଡ଼ିଓ କରିପାରୁନଥିଲି ଭାଇ, ତଣ୍ଟି ତ ଗଳା ଟିକେ ଖରାପ ଅଛି, ସେଥିପାଇଁ ଟୋନ୍ଟା ତ କ୍ଲିଅର୍ ହେଉନି, ଆଉ ସେଥିପାଇଁ ଭିଡ଼ିଓ କରିପାରୁନି। ତ ଭାବିଲି ଆଜି ଭିଡ଼ିଓ କରିବି, ଭାଇମାନଙ୍କ ପାଖରେ ଟିକେ ହସଖୁସି ହେବି। ଆପଣମାନେ ବି ଆଗକୁ ଆଗକୁ ଦେଖନ୍ତୁ, ନିଶ୍ଚିନ୍ତ ଦେଖିବି ଆପଣଙ୍କୁ। ଏଇଠି ଆଜି ଖିଆପିଆ ହେବ, ଖାଇ ପିଇକି ଏଇଠୁ ରେଷ୍ଟ ନେବା, ରେଷ୍ଟ ନେଇକି ପୁଣି ଚାଲିବା। ଚାଲନ୍ତୁ ଦେଖିବା କ'ଣ ହେଉଛି ଆଗକୁ ଆଗକୁ। ବର୍ତ୍ତମାନ ପାଇଁ ଭାଇମାନେ ଦେଖେଇବି ଆପଣଙ୍କୁ ମୋର କେମିତି କ'ଣ ଖିଆପିଆ ହେଉଛି। ଦେଖନ୍ତୁ ବଢ଼ା ହେଇଛି, ଏଠି ହେଉଛି ରୁଟି, ଆଉ ସେଇଠି ହେଉଛି ଭଜା, ଏଠି ପିଆଜ, ଲୁଣ, ଲଙ୍କା ସବୁ ଥୁଆ ହେଇଛି। ତ ଭାଇମାନେ ଆମର ତ ଡ୍ରାଇଭର ଜୀବନଟା ଏମିତିଆ, ତ ରାତିରେ ଭିଡ଼ିଓଟି କରୁଛି, ତ ଭାଇମାନଙ୍କୁ ଟିକେ ସେୟାର କରିବା ପାଇଁ ଭାବିଲି, ସେଥିପାଇଁ ଟିକେ ସେୟାର କରିଦେଲି। ତ ଗାଡ଼ି ଭିତରେ ବସିଛି, ଆଉ ଦେଖିପାରୁଥିବେ ଖାଇବା ପିଇବାଟା ଆରମ୍ଭ କରିବା। କ'ଣ ଭାଇ କହିବା, ଆଉ ମଣିଷ ଯିଏ ଗରିବ ଥିବ ନିଶ୍ଚିନ୍ତ ତା ମନରେ ତା ସାଥିରେ ବହୁତ କଷ୍ଟ ବିତେ, ତ ତାକୁ ଆମେ ପାର କରିକି ଯିବାକୁ ପଡ଼ିବ। କାଙ୍କଡ଼, ଆଳୁ, କଲରା ଭଜା ହେଇଛି, ତା ସାଥିରେ ରୁଟି, ପିଆଜ, ଏସବୁ ଜିନିଷ ଅଛି। ତ ଭାଇମାନଙ୍କୁ କହିବି, ଭାଇ ଡ୍ରାଇଭର ଜୀବନଟା ଆପଣ ଭାବୁଛନ୍ତି ବହୁତ ଖୁସି, କିଛି ନାହିଁ ଭାଇ। ଡ୍ରାଇଭର ଜୀବନଟା ବହୁତ ଦୁଃଖରେ ଚାଲେ, କାରଣ ତାକୁ ବହୁତ ଟେନସନ୍ ମୁଣ୍ଡିବାକୁ ପଡ଼େ, ଆଉ ତା ବଡ଼ି ଯେତିକି କାମ ନ କରେ ତା ମୁଣ୍ଡ ସେତିକି କାମ କରେ। ସେଥିପାଇଁ ସେ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯାଇପାରେ, ଆଉ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଜିନିଷ ନେଇକି ପହଞ୍ଚେଇ ପାରେ। ତ ଭାଇମାନଙ୍କୁ ଏତିକି କହିବି, ଭାଇମାନେ ଭିଡ଼ିଓ ଦେଖନ୍ତୁ, ନିଶ୍ଚିତ ମୁଁ ଆଗକୁ ଆହୁରି ଭଲ ଭିଡ଼ିଓ ପକେଇବି, ତ ଦେଖନ୍ତୁ। ତାପରେ ଯାହା ବି କହିବା କଥା କହିବେ, ଗାଳି ଦେବେ, ଯାହା କହିବେ ଚଳିବ, କିଛି ଅସୁବିଧା ନାହିଁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ପୁଣି ଥରେ ଭାଇମାନଙ୍କୁ ତ ଖିଆପିଆ ସରିଗଲା, ରାତିରେ ବର୍ତ୍ତମାନ ଶୋଇବା, ପୁଣି ରାତି 3ଟା 4ଟା ବେଳକୁ ଉଠିବା, ପୁଣି ଚାଲିବା ମାଲିକଙ୍କ କାମରେ, ଯାହାକି ଲୋକଙ୍କ ପାଖରେ ସେବା ପହଞ୍ଚିବା ନିହାତି ଦରକାର। ଆଉ ଯେହେତୁ ଗୋଟେ ମାଲିକଙ୍କ କତିରେ ଆମେ କାମ କରୁଛୁ, ମାଲିକଙ୍କ କଥା ବି ରଖିବା ନିହାତି ଦରକାର। ତେଣୁକରି ଆମ କାମ ଉପରକୁ ଆମେ ଚାଲିବା,
ଆଉ ଯେଉଁ ରାତିରେ ନିୟମ ନାହିଁ ଘଣ୍ଟେ 2 ଘଣ୍ଟା 11ଟା ବେଳଠାରୁ ଆମର ଗ୍ୟାସ୍ ଗାଡ଼ି 5ଟା ପର୍ଯ୍ୟନ୍ତ ନିୟମ ନାହିଁ, ଯାହାକି ସେଠି ରଖିଦେଇକି ଗାଡ଼ି ରେଷ୍ଟ ନେବ। ତାପରେ ବି ରେଷ୍ଟ ନେଇକି ସକାଳୁ ସକାଳୁ ପୁଣି ବାହାରିବ ନିଜ ନିଜ ଜାଗାକୁ। ତେଣୁକରି ସୁରକ୍ଷିତ ଜାଗାରେ ରୁହନ୍ତୁ, ଆଉ ସୁରକ୍ଷିତ ଭାବରେ ନିଜକୁ ରଖିବା ପାଇଁ ଚେଷ୍ଟା କରନ୍ତୁ, ଆଉ ତାପରେ ନିଜ ସୁବିଧା ଦେଖିକି ଚାଲନ୍ତୁ। ଜୟ ଜଗନ୍ନାଥ, ଏତିକି କହିବି। ଆଉ ଯେଉଁ ଭାଇମାନଙ୍କର କିଛି କହିବାର ଅଛି କମେଣ୍ଟରେ ନିଶ୍ଚିନ୍ତ ଲେଖିବେ। ଜୟ ଜଗନ୍ନାଥ।